ଆଜି ମୁଁ ଆପଣଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟ ସାକରା ଦେଖେଇବି। ଏଇଟା ସନ୍ଧ୍ୟା ଧୂପରେ ଦିଆଯାଏ ଠାକୁରଙ୍କୁ ପଖାଳ ସହିତ। ଏ ବହୁତ ହି ବଢ଼ିଆ ଲାଗେ। ଏଥିରେ କିଛି କଖାରୁ ନିଆହେବ, ଚୋପା ମିଶା କଖାରୁ, ତେନ୍ତୁଳି, ଗୁଡ଼। କଖାରୁକୁ ସାନ ସାନ ସାଇଜରେ କଟା ହେଇକି ତା ଦେହରେ ଲୁଣ ହଳଦୀ ଭଲକି ଟିକେ ଗୋଳିକି 5 ମିନିଟ୍ ରଖାହେବ। ଯେକୌଣସି ଜାଗାରେ ଏଟାକୁ ପାଣି ଦେଇକରି ଗୋଟେ କପ୍ ପାଣି ଦେଇକି ବସା ହେଇଯିବ ଅଧା ସିଝିଲା ପର୍ଯ୍ୟନ୍ତ। ତେନ୍ତୁଳିଟାକୁ ଭଲକି ଚକଟା ହେବ, ତା ମଣ୍ଡ ବାହାରିଲା ପର୍ଯ୍ୟନ୍ତ ତାକୁ ଛାଣିଦେବେ। ଛାଣି ଦେଇକି ତା'ର ଖଦଡ଼ା ଗୁଡ଼ା ବାହାର କରିଦେବେ। ଏଇଟା ବହୁତ ହି ବଢ଼ିଆ ଲାଗେ ଖଟା ମିଠା ତରକାରୀଟା। ଏଥିରେ ଗୁଡ଼ କିଛି ମିଶିବ, ଗୁଡ଼ ମିଶିକିରି ଆକୁ ଭଲକି ମିଶା ହେଇଯିବ। ସେଇଟା ଅଧା ସିଝିଲା ପରେ ଏଇ ତେନ୍ତୁଳି ଗୁଡ଼ ପାଣିଟାକୁ ୟା ଦେହରେ ପଡ଼ିବ। ଅଧା ସିଝେଇବେ, ତାପରେ ଦେଖିବେ କେତେ ବଢ଼ିଆ ଏଇଟା ମାନେ ସିଝି ଯାଇଛି, ଅଧା ସିଝିଯାଇଛି। ତାପରେ ତାକୁ ପଡ଼ିବ, ପଡ଼ିସାରିଲା ପରେ ତାକୁ ଟିକେ ସିଝା ହେବ, ଆଉ ଟିକେ ପାଣି ମଲା ପର୍ଯ୍ୟନ୍ତ ଟିକେ ଚାପି ଚାପି ଦେବେ, ବଢ଼ିଆ ହେବ। ବଢ଼ିଆ ଲାଗେ ଏଇଟା ଖଟା ମିଠା ସାକରା। ଆପଣ ଥରେ କରନ୍ତୁ ନା, ଯଦି ଭଲ ଲାଗିଲା ସବସ୍କ୍ରାଇବ୍ କରିଦେବେ।